ଶିମିଳିପାଳ ସୁରକ୍ଷା ସଚେତନତା ଅଭିଯାନ ନଭେମ୍ବର 8 ତାରିଖରୁ ନଭେମ୍ବର 23 ତାରିଖ ପର୍ଯ୍ୟନ୍ତ ଉତ୍ତର ବନ୍ୟଜନ୍ତୁ ଶିମିଳିପାଳ ବନଖଣ୍ଡ ତରଫରୁ ଶିମିଳିପାଳ ସୁରକ୍ଷା ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ ସହକାରୀ ବନ ସଂରକ୍ଷଣ ନିକେଶ ମହାପାତ୍ର ଯଶୀପୁରଠାରେ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ଉତ୍ତର ଶିମିଳିପାଳ ବନ୍ୟଜନ୍ତୁ ବନଖଣ୍ଡ ସାଇକିରଣ ଡିଏନ୍ଙ୍କ ତତ୍ତ୍ୱାବଧାନରେ ଚାଲିଛି। ଏହାର ମୁଖ୍ୟ କାର୍ଯ୍ୟ ଯଥା ଜୀବଜନ୍ତୁ ସୁରକ୍ଷା, ଅଗ୍ନି ନିବାରଣ, ଶିକାର ନିଷେଧ, ଜଙ୍ଗଲ ସୁରକ୍ଷା, ଜଙ୍ଗଲ ଜମି ଭୂମି ଅତିକ୍ରମଣ, ଜଳ ଉତ୍ସଗୁଡ଼ିକର ସୁରକ୍ଷା, ପର୍ଯ୍ୟଟନମାନଙ୍କୁ ଦର୍ଶନୀୟ ସ୍ଥାନ ଦେଖାଇବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ଇତ୍ୟାଦି ବିଷୟରେ ସଚେତନତା ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ରେଞ୍ଜ ଅଫିସର ଇକୋ ଟୁରିଜିମ୍ ହରିହର ମାଝୀ, ଫରେଷ୍ଟ ଅଫିସର ଅର୍ଜୁନ ମହାକୁଡ଼, ସଂଯୋଜନା ମାଷ୍ଟର ଟ୍ରେନର ସୁବ୍ରତ ବିଶ୍ୱାଳ ଏବଂ 4 ଜଣ କର୍ମଚାରୀ ଏଥିରେ ସହଯୋଗ କରୁଛନ୍ତି। ଚଳଚ୍ଚିତ୍ର ନିଆଁ ଛାରଖାର କରି ଦୁନିଆ ସବୁ ଗ୍ରାମଗୁଡ଼ିକରେ ପ୍ରଦର୍ଶିତ ହେଉଛି। ପାଖାପାଖି 60ରୁ ଉର୍ଦ୍ଧ୍ୱ ଗ୍ରାମରେ ଏହି କାର୍ଯ୍ୟକ୍ରମ ଆଗେଇ ଚାଲିଛି। ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ, ଯୁବକ ସଂଘ ଏବଂ ଗ୍ରାମର ବୁଦ୍ଧିଜୀବୀମାନେ ଜଙ୍ଗଲ ବିଭାଗକୁ ସହଯୋଗ କରୁଛନ୍ତି। କରଞ୍ଜିଆରୁ ସୁବ୍ରତ ବିଶ୍ୱାଳଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ଟିଭି ଲାଇଭ୍।